ମୋଗଲ ସାମ୍ରାଜ୍ୟର ଦୃଢ଼ୀକରଣ। ଜଲାଲ ଉଦ୍ଦିନ ମହମ୍ମଦ ଆକବର କେବଳ ମାତ୍ର ଆକବର ନାମରେ ଇତିହାସରେ ପ୍ରସିଦ୍ଧ ଅଟନ୍ତି। ସେ ହୁମାୟୁନ ଓ ହମିଦାବାନଙ୍କ ପୁତ୍ର ଥିଲେ। ସେ 1542 ଅକ୍ଟୋବର ମାସ 15 ତାରିଖ ଅମରକୋଟଠାରେ ଜନ୍ମଗ୍ରହଣ କରିଥିଲେ। 13 ବର୍ଷ ବୟସରେ ପିତାଙ୍କ ମୃତ୍ୟୁ ପରେ କାଲାନୌରଠାରେ ଥିବା ଅବସ୍ଥାରେ 1556 ଫେବୃଆରୀ ମାସ 14 ତାରିଖରେ ତାଙ୍କୁ ମୋଗଲ ସମ୍ରାଟ ରୂପରେ ଘୋଷଣା କରାଯାଇଥିଲା। ଆକବର ଭାରତର ମହାନତମ ସମ୍ରାଟମାନଙ୍କ ମଧ୍ୟରୁ ଜଣେ ଥିଲେ। ଅଦ୍ୟାବଧି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସେ ଜଣେ ମହାନ ସମ୍ରାଟଙ୍କ ସ୍ଥାନ ଗ୍ରହଣ କରି ଆସିଛନ୍ତି। ସେ ଭାରତରେ ଅଧିକାଂଶ ଅଞ୍ଚଳକୁ ଏକତ୍ରିତ କରି ଏକ ବିଶାଳ ସାମ୍ରାଜ୍ୟ ଗଠନ କରି ସୁଶାସନ ପ୍ରଦାନ କରିଥିଲେ। ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ତାଙ୍କ ରାଜସିଂହାସନ କଣ୍ଟକଶୂନ୍ୟ ନଥିଲା। ଆକବରଙ୍କ ତତ୍ତ୍ୱାବଧାରକ ବୈରାମ ଖାଁ ଜଣେ ଦକ୍ଷ ଓ ସାହସୀ ଯୋଦ୍ଧା ହେବା ସହିତ ଜଣେ ସଫଳ କୂଟନୀତିଜ୍ଞ ମଧ୍ୟ ଥିଲେ। ସେ ସମସ୍ତ ପ୍ରାଥମିକ ବିପଦରୁ ଆକବରଙ୍କୁ ଉଦ୍ଧାର କରିବାରେ ପ୍ରାୟତଃ ସଫଳ ହୋଇଥିଲେ। ହୁମାୟୁନ ଯଦିଓ ସିକନ୍ଦର ସୂରଙ୍କୁ ପରାସ୍ତ କରିଥିଲେ ହେଲେ ତାଙ୍କର ସମସ୍ତ କ୍ଷମତାକୁ ଧ୍ୱଂସ କରିପାରି ନଥିଲେ। ପାର୍ଶ୍ୱ ଦେଶଗୁଡ଼ିକରେ ସୁଲତାନ ମହମ୍ମଦ ଶାହ ଅଦାଲୀଙ୍କ ନେତୃତ୍ୱରେ ଆଫଗାନମାନେ ଶକ୍ତିଶାଳୀ ଥିଲେ। ତାଙ୍କ ମନ୍ତ୍ରୀ ହିମୁଙ୍କ ନେତୃତ୍ୱରେ ଏକ ବଳିଷ୍ଠ ଓ ବିଶାଳ ସୈନ୍ୟବାହିନୀ ରହିଥିଲା। ଆକବରଙ୍କୁ ବିତାଡ଼ିତ କରିବା ପାଇଁ ସେମାନେ ବଦ୍ଧପରିକର ଥିଲେ। ଅନେକ ରାଜପୁତ ରାଜ୍ୟ ନିଜର ସ୍ୱାଧୀନତା ଘୋଷଣା କରିଦେଇଥିଲେ। ଆକବରଙ୍କ ବିଜୟ ପଥରେ ସେମାନେ ମୁଖ୍ୟ ପ୍ରତିବନ୍ଧକ ଥିଲେ। ଗୁଜରାଟ ଏବଂ ମାଳବାର ଶାସକମାନେ ସ୍ୱାଧୀନତା ଘୋଷଣା କରିସାରିଥିଲେ। ଦିଲ୍ଲୀ ସିଂହାସନ ଅଧିକାର କରିବା ପାଇଁ ସେମାନଙ୍କ ପ୍ରୟାସ ଗତିଶୀଳ ଥିଲା। କାଶ୍ମୀର ଏବଂ ଗଣ୍ଡୱାନା ଆଦି ମଧ୍ୟ ସ୍ୱାଧୀନ ରାଜ୍ୟ ଥିଲେ। ଗୋଆ, ଦାମନ ଏବଂ ଡିଉରେ ପର୍ତ୍ତୁଗୀଜମାନେ ଶାସନ କରୁଥିଲେ। ତେଣୁକରି ସାମ୍ରାଜ୍ୟ ଗଠନ ପାଇଁ ଆକବରଙ୍କୁ ଅନେକ ଗୁଡ଼ିଏ ଯୁଦ୍ଧ କରିବାକୁ ପଡ଼ିଥିଲା। ରାଜପୁତ ଏବଂ ଅନ୍ୟାନ୍ୟ ଭାରତୀୟ ଗୋଷ୍ଠୀଗୁଡ଼ିକୁ ମୋଗଲ ସମ୍ଭ୍ରାନ୍ତ ଶ୍ରେଣୀରେ ଅନ୍ତର୍ଭୁକ୍ତୀକରଣ। ରାଜପୁତମାନଙ୍କ ସହିତ ମୋଗଲମାନଙ୍କର ସ୍ୱତନ୍ତ୍ର ସମ୍ପର୍କ ସ୍ଥାପନ କରିବା ଆକବରଙ୍କଠାରେ ପୂର୍ଣ୍ଣତ୍ୱ ପ୍ରାପ୍ତ ହୋଇଥିଲା ଏବଂ ମୋଗଲ ରାଜତନ୍ତ୍ରର ଏକ ପ୍ରମୁଖ ବିଷୟରେ ପରିଣତ ହୋଇଥିଲା। ସୁଲତାନି ଶାସନଠାରୁ ମୁସଲମାନ ଶାସକ ଏବଂ ରାଜପୁତମାନଙ୍କ ସମ୍ପର୍କ ଉଚ୍ଚନୀଚ ହୋଇ ଗତି କରୁଥିଲା। ରାଜପୁତମାନଙ୍କ ସହିତ ସମ୍ପର୍କ ସ୍ଥାପନର ମୁଖ୍ୟ କାରଣ ଜମିଦାରମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ଏବଂ ବୃହତ୍ତର ଦୃଷ୍ଟିକୋଣରୁ ଭାରତୀୟମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ଥିଲା। ମୋଗଲ ଶାସକମାନେ ଅନେକ କାରଣ ଯୋଗୁଁ ରାଜପୁତମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ। ଯୁଦ୍ଧାଭିଯାନ ଏବଂ ବିଶେଷ ଉଦ୍ଦେଶ୍ୟ ସାଧନ ପାଇଁ ଏକ ସୁବିଧାଜନକ ଅଞ୍ଚଳରେ ରାଜପୁତାନା ରାଜ୍ୟ ଅବସ୍ଥିତ ଥିଲା। କେନ୍ଦ୍ରରୁ ନିୟନ୍ତ୍ରିତ ନ କଲେ ଏହା ମୋଗଲ ରାଜ୍ୟକୁ ଉତ୍ତର, ପଶ୍ଚିମ ଏବଂ ମାଳବରୁ ଆକ୍ରମଣ କଲେ ସହଜଭାଦ୍ୟ ହୋଇ ଯିବା ପାଇଁ ବିଶେଷ ସମ୍ଭାବନା ରହିଥିଲା। ଉତ୍ତର ଏବଂ ଦକ୍ଷିଣ ରାଜପୁତାନା ଅଞ୍ଚଳ ଉର୍ବର ଥିବାରୁ ଅଧିକ ରାଜସ୍ୱ ମିଳୁଥିଲା। ପୁନଶ୍ଚ ରାଜପୁତାନା ଦେଇ ଅନେକ ବାଣିଜ୍ୟିକ ରାସ୍ତା ଗତି କରୁଥିଲା। ରାଜସ୍ଥାନରେ ଅନେକଗୁଡ଼ିଏ ଅଭେଦ୍ୟ ଦୁର୍ଗ ରହିଥିଲା। ଯେକୌଣସି ଶତ୍ରୁ ସହିତ ଯୁଦ୍ଧ କରିବା କ୍ଷମତା ଦୁର୍ବଳ ପ୍ରତିଙ୍କଠାରେ ରହିଥିଲା। ଉଦାହରଣ ସ୍ୱରୂପ ଚିତ୍ତୋର ଏବଂ ରତ୍ନାମ୍ବର ଥିଲା। ପ୍ରଥମରୁ ମୋଗଲମାନେ ରାଜପୁତମାନଙ୍କ ପ୍ରତି ସହିଷ୍ଣୁତା ନୀତି ଗ୍ରହଣ କରିଥିଲେ। ଆକବରଙ୍କ ପିତା ହୁମାୟୁନ ରାଜପୁତ ରମଣୀଙ୍କୁ ବିବାହ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଆକବରଙ୍କୁ ରାଜପୁତମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା ପାଇଁ ଉପଦେଶ ଦେଇଥିଲେ। ସୁସମ୍ପର୍କ ରକ୍ଷା ନ କଲେ ସେମାନଙ୍କ ସେବା ଆନୁଗତ୍ୟ ପାଇ ପାରିବେ ନାହିଁ। ସିଂହାସନ ଆରୋହଣ ପରେ ପିତାଙ୍କ ପରେ ଆକବର ମଧ୍ୟ ସେ ରାଜପୁତମାନଙ୍କ ସହିତ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ। ରାଜପୁତମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବା ମୂଳରେ ଆକବରଙ୍କର ଉଦ୍ଦେଶ୍ୟ। ଆକବରଙ୍କଠାରେ ବିବୁଦ୍ଧ ଜନ୍ମଗତ ସାଧାରଣ ଜ୍ଞାନ, ଅନୁଭବ, ଦିକ୍ଶକ୍ତି, ଦୂରଦର୍ଶିତା ବିଦ୍ୟମାନ ଥିଲା। ଭାରତୀୟ ତଦାନୀନ୍ତନ ରାଜନୀତିରେ ରାଜପୁତମାନଙ୍କ ଗୁରୁତ୍ୱ ସେ ସଠିକ ଭାବରେ ଅନୁଭବ କରିପାରିଥିଲେ। ଶାସନର ପ୍ରଥମରୁ ହିଁ ଆକବର ରାଜପୁତମାନଙ୍କ ପ୍ରକୃତି ଓ ଚାରିତ୍ରିକ ବୈଶିଷ୍ଟ୍ୟତକ ସମ୍ବନ୍ଧରେ ସଠିକ ଭାବରେ ଅଧ୍ୟୟନ କରି ମୂଲ୍ୟାୟନ କରିଥିଲେ। ସେ ଜାଣିଥିଲେ ଯେ ଶତ୍ରୁ ଭାବରେ ସେମାନେ ତାଙ୍କର ସର୍ବବୃହତ୍ ପ୍ରତିଦ୍ୱନ୍ଦ୍ୱୀ ହୋଇ ସାମ୍ରାଜ୍ୟିକ ମୂଳଦୁଆକୁ ଦୋହରାଇ ଦେଇପାରିବେ, ହେଲେ ମିତ୍ର ରୂପରେ ସେମାନେ ସାମ୍ରାଜ୍ୟର ବଳିଷ୍ଠ ମୁଖ୍ୟସ୍ତମ୍ଭ ହୋଇ ରହିବେ। ରାଜପୁତମାନଙ୍କର ବାସ୍ତବ ସାହାଯ୍ୟ ବିନା ଭାରତର କୌଣସି ରାଜଶକ୍ତି ତିଷ୍ଠି ରହିପାରିବ ନାହିଁ ବୋଲି ସେ ବିଶ୍ଳେଷଣ କରିଥିଲେ। ତେଣୁକରି ଆକବର ସେମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସଦ୍ଭାବ ରଖିବା ପାଇଁ ଚେଷ୍ଟା କରିଥିଲେ। ତାଙ୍କ
ବାପ ଅଜା ରାଜପୁତମାନଙ୍କ ସହିତ ଶତ୍ରୁ ଭାବାପନ୍ନ ହୋଇ ଯୁଦ୍ଧ କରିଥିବା ବେଳେ ଆକବର ସେମାନଙ୍କ ସହିତ ବନ୍ଧୁତା ଏବଂ ସହଯୋଗିତା ନୀତି ଗ୍ରହଣ କରିଥିଲେ। ସହଯୋଗିତା ନୀତିର ଆବଶ୍ୟକତା। ଆକବର ଗ୍ରହଣ କରିଥିବା ସଖ୍ୟ ଭାବରେ ରାଜପୁତ ନୀତି ତଦାନୀନ୍ତନ ରାଜନୀତିର ଆବଶ୍ୟକତା ଥିଲା। ବିଶେଷତଃ ତୁଗଲକ ବଂଶର ପତନ ସମୟରେ ହିନ୍ଦୁମାନେ ହିନ୍ଦୁସ୍ତାନରେ ପ୍ରଭୁତ୍ୱ ପ୍ରତିଷ୍ଠା ପାଇଁ ଚେଷ୍ଟା କରିଥିଲେ। ତେଣୁକରି ରାଜପୁତମାନଙ୍କ ସହିତ ଶତ୍ରୁତା କରିବା ବିଜ୍ଞତାର ପରିଚୟ ନଥିଲା। ତେଣୁ ରାଜପୁତମାନଙ୍କ ସମ୍ବନ୍ଧରେ ଏକ ନୂତନ ନୀତିର ଆବଶ୍ୟକତା ଥିଲା, ଯାହାକି ଆକବର ଗ୍ରହଣ କରିଥିଲେ। ରାଜପୁତମାନଙ୍କ ସହିତ ବନ୍ଧୁତା ଏବଂ ସହଯୋଗିତା ପାଇଁ ସାମ୍ରାଜ୍ୟକୁ ଦୃଢ଼ ଓ ଦୀର୍ଘସ୍ଥାୟୀ କରିଥିଲା। ଆକବରଙ୍କ ରାଜପୁତ ନୀତିର କାର୍ଯ୍ୟକାରିତା। କାର୍ଯ୍ୟଭାର ଗ୍ରହଣ କରୁଥିବା ବେଳେ ଆକବର ରାଜପୁତମାନଙ୍କୁ ସମ୍ପୂର୍ଣ୍ଣ ସମର୍ପଣ କରାଇ ନଥିଲେ। ଆକବର ତାଙ୍କ ଯୁଦ୍ଧ ଓ ରାଜଜୟ ପାଇଁ ଦୋମୁହାଁ ନୀତି ଗ୍ରହଣ କରିଥିଲେ, ଯଥା ବିଜିତ ମୁସଲମାନ ରାଜ୍ୟଗୁଡ଼ିକୁ ସମର୍ପଣ କରାଇଥିବା ବେଳେ ରାଜପୁତ ରାଜ୍ୟଗୁଡ଼ିକୁ ନାମକୁ ମାତ୍ର ସମର୍ପଣ କରାଇଥିଲେ। ମୁସଲମାନ ଶାସକ ଓ ସମ୍ଭ୍ରାନ୍ତମାନଙ୍କ କ୍ଷମତାକୁ ସମ୍ପୂର୍ଣ୍ଣ ଚୂର୍ଣ୍ଣ କରି ମୁସଲମାନ ଜଗତରେ ଆକବର ସମ୍ପୂର୍ଣ୍ଣ ରୂପରେ ନିଜସ୍ୱ ପ୍ରଭୁସତ୍ତା ସ୍ଥାପନ କରିଥିଲେ। ହିନ୍ଦୁ ରାଜ୍ୟଗୁଡ଼ିକୁ ଆଂଶିକ ସ୍ୱାଧୀନତା ପ୍ରଦାନ କରି ସେ ମୁସଲମାନ ରାଜ୍ୟଗୁଡ଼ିକୁ ଦେଖାଇ ଦେବାକୁ ଚାହୁଁଥିଲେ ଯେ ଯଦି କୌଣସି ମୁସଲମାନ ରାଜ୍ୟ ତାଙ୍କୁ ଆକ୍ରମଣ କରେ ତାଙ୍କର ସହାୟତା ପାଇଁ ଅନ୍ୟ କେହି ଅଛନ୍ତି। ଆକବରଙ୍କ ରାଜପୁତ ନୀତିର ତିନୋଟି ମୁଖ୍ୟ ପର୍ଯ୍ୟାୟ। ଆକବରଙ୍କ ରାଜପୁତ ନୀତିକୁ ମୁଖ୍ୟତଃ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଏ। ପ୍ରଥମ ପର୍ଯ୍ୟାୟ ପ୍ରାୟତଃ 1562 ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଉକ୍ତ ସମୟ ପର୍ଯ୍ୟନ୍ତ ତାଙ୍କ ନିକଟରେ ସମର୍ପଣ କରିଥିବା ରାଜପୁତ ରାଜାମାନଙ୍କୁ ସେ ବିଶ୍ୱସ୍ତ ସହଯୋଗୀ ମିତ୍ର ରୂପେ ଗ୍ରହଣ କରିଥିଲେ। ବିହାରୀ ମଲ, ଭଗବାନ ଦାସ, ମାନସିଂହ, ତୋଡରମଲ ଆଦି ଅନେକ ବୀର ରାଜପୁତ ଯୋଦ୍ଧା ଆକବରଙ୍କ ସହିତ ସର୍ବଦା ବିଭିନ୍ନ ଯୁଦ୍ଧରେ ଯୋଗ ଦେଉଥିଲେ। ଏପରି ମୋଗଲମାନଙ୍କ ରାଜ୍ୟଜୟ ଏବଂ ଦୃଢ଼ୀକରଣରେ ମାନସିଂହଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଆକବରଙ୍କ ରାଜପୁତ ନୀତିର ଦ୍ୱିତୀୟ ପର୍ଯ୍ୟାୟ 1562 ଗୁଜରାଟ ଆକ୍ରମଣରୁ ଧରାଯାଏ। ବିହାରରେ ଶେର ଖାଁଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମାନସିଂହଙ୍କୁ ଏକ ସୁସଜ୍ଜିତ ସୈନ୍ୟ ବାହିନୀର ନେତୃତ୍ୱ ଦିଆଯାଇଥିଲା। ଶେର ଖାଁଙ୍କୁ ପରାଜିତ କରି ମାନସିଂହ ମଧ୍ୟ ଆକବରଙ୍କ ପ୍ରତି ତାଙ୍କ ଆନୁଗତ୍ୟର ପ୍ରମାଣ ଦେଇଥିଲେ। 1576 ପୁନଶ୍ଚ ମାନସିଂହଙ୍କ ନେତୃତ୍ୱରେ ରାଣା ପ୍ରତାପ ବିରୁଦ୍ଧରେ ଏକ ବିଶାଳ ବାହିନୀ ପଠାଯାଇଥିଲା। ଆକବରଙ୍କ ରାଜପୁତ ସମ୍ପର୍କରେ ତୃତୀୟ ପର୍ଯ୍ୟାୟ ସାଧାରଣତଃ 1578 ଗ୍ରହଣ କରାଯାଏ, ଯେତେବେଳେ କି ମାନସିଂହ ଏବଂ ଭଗବାନ ଦାସ ଉତ୍ତର ପଶ୍ଚିମ ସୀମାନ୍ତ ଅଞ୍ଚଳ କାଶ୍ମୀରକୁ ଜୟ କରିବା ପାଇଁ ପଶ୍ଚିମ ପଞ୍ଜାବର ଭେରାଠାରେ ସମ୍ରାଟଙ୍କ ସୈନ୍ୟବାହିନୀ ପ୍ରସ୍ତୁତି ଚଳାଇଥିଲେ। ପୁନଶ୍ଚ ହଳଦୀଘାଟି ଯୁଦ୍ଧସ୍ୱରେ ମାନସିଂହଙ୍କୁ ଉଭୟ ହିନ୍ଦୁ ଏବଂ ମୁସଲମାନ ସୈନ୍ୟବାହିନୀର ନେତୃତ୍ୱ ଦିଆଯାଇଥିଲା। ଏହି ତୃତୀୟ ଏବଂ ଶେଷ ପର୍ଯ୍ୟାୟରେ ରାଜପୁତମାନେ ସାମ୍ରାଜ୍ୟର ସହଭାଗୀ ହେବାର ଗୌରବ ଅର୍ଜନ କରିଥିଲେ। ବୈବାହିକ ସମ୍ପର୍କ। ହିନ୍ଦୁମାନଙ୍କୁ ଖୁସି କରିବା ପାଇଁ ଆକବର ଧାର୍ମିକ କ୍ଷେତ୍ରରେ ଆଗରୁ ଲାଗୁ କରାଯାଇଥିବା କେତୋଟି ଖଜଣାକୁ ଉଚ୍ଛେଦ କରିଦେଇଥିଲେ। ସେ ନିଜେ ହିନ୍ଦୁ ସମ୍ପ୍ରଦାୟର ବିବାହ କରି ହିନ୍ଦୁ ଏବଂ ମୁସଲମାନଙ୍କ ସମ୍ପ୍ରଦାୟ ମଧ୍ୟରେ ବିବାହକୁ ପ୍ରୋତ୍ସାହନ ଦେଇଥିଲେ। ଆକବର ବିବାହ କରିଥିବା ହିନ୍ଦୁ ପରିବାର ସଦସ୍ୟମାନଙ୍କୁ ନିଜ ମୁସଲମାନ ସମ୍ପ୍ରଦାୟ ପରିବାରଜନଙ୍କ ସହିତ ସମାନ ମହତ୍ତ୍ୱ, ବ୍ୟବହାର ଓ ସମ୍ମାନ ଦେଉଥିଲେ। ଉଭୟ ସମ୍ପ୍ରଦାୟର ସମ୍ପର୍କୀୟଙ୍କ ମଧ୍ୟରେ ଭେଦଭାବ ରଖୁନଥିଲେ। ସେ ଅବମର ରାଣୀ ବିହାରୀ ମଲଙ୍କ କନ୍ୟା ମାନବାଇଙ୍କୁ ସର୍ବପ୍ରଥମେ ରାଜପୁତ କନ୍ୟା ରୂପେ ବିବାହ କରିଥିଲେ। ମାନବାଇଙ୍କ ପୁତ୍ର ଜାହାଙ୍ଗୀର ଆକବରଙ୍କ ପରେ ଭାରତର ସମ୍ରାଟ ହୋଇଥିଲେ। ଉକ୍ତ ବିବାହ ସ୍ୱେଚ୍ଛାକୃତ ଥିଲା। ତା'ପରେ ଭଗବାନ ଦାସ ଏବଂ ମାନସିଂହ ମୋଗଲ ଦରବାରରେ ରହୁଥିଲେ। ମୋଗଲ ସାମ୍ରାଜ୍ୟର ସ୍ଥାୟିତ୍ୱ ଏବଂ ପ୍ରସାର ପାଇଁ ସେମାନଙ୍କର ଯୋଗଦାନ ଅତୁଳନୀୟ ଥିଲା। ଉଭୟ ମୋଗଲ ସାମ୍ରାଜ୍ୟର ସୁଦୃଢ଼ ମୁଖ୍ୟ ସ୍ତମ୍ଭ ଥିଲେ। ଆକବରଙ୍କ ରାଜପୁତ କୁଳରେ ବିହାରର ଘର ସୁଦୂର ପ୍ରସାରୀ ଥିଲା। ଉକ୍ତ ବିବାହ ଯୋଗୁଁ ମୋଗଲମାନେ 4 ପିଢ଼ି ପର୍ଯ୍ୟନ୍ତ ରାଜପୁତମାନଙ୍କର ଏକନିଷ୍ଠ ସହାୟତା ପାଇଥିଲା। ତା'ପରେ ଆକବର ବିକାନେରର ରାୟ କଲ୍ୟାଣ ମଲଙ୍କ କନ୍ୟା ରାଉଲହର ରାୟଙ୍କ କନ୍ୟାଙ୍କୁ ରାଜନୈତିକ ବିବାହ କରିଥିଲେ। ଉକ୍ତ ବିବାହଗୁଡ଼ିକ ଭାରତ ଇତିହାସରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଥିଲା। ରାଜପୁତମାନଙ୍କ ପ୍ରତି ସନ୍ତୁଷ୍ଟୀକରଣ ନୀତି। ମେୱାର ବ୍ୟତୀତ ସମସ୍ତ ରାଜପୁତ ରାଜ୍ୟ ତଥା ବିଦ୍ୟମାନ ସମସ୍ତ ହିନ୍ଦୁ ରାଜ୍ୟ ପ୍ରତି ସନ୍ତୁଷ୍ଟୀକରଣ ନୀତି ଗ୍ରହଣ କରିଥିଲେ। ରାଜପୁତମାନଙ୍କ ସହିତ ଅନ୍ୟାନ୍ୟ ସମସ୍ତ ହିନ୍ଦୁ ସମ୍ପ୍ରଦାୟର ଯୋଗ୍ୟ ବ୍ୟକ୍ତିଙ୍କୁ ମୁସଲମାନ ସମ୍ଭ୍ରାନ୍ତ ଗୋଷ୍ଠୀରେ ସ୍ଥାନ ଦେଇ ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନିଯୁକ୍ତି କରୁଥିଲେ। ସେ ଜିଜିୟା ଓ ତୀର୍ଥଯାତ୍ରା ପରି ବିରୋଧାଭାସର ସମସ୍ତ ଖଜଣାକୁ ଉଚ୍ଛେଦ କରିଦେଇଥିଲେ।
ହିନ୍ଦୁମାନଙ୍କର ଧାର୍ମିକ ପର୍ବପର୍ବାଣୀଗୁଡ଼ିକୁ ସ୍ୱତଚ୍ଛର ସ୍ୱାଧୀନ ଭାବରେ ଅବାରିତ ଭାବରେ ପାଳନ କରିବା ପାଇଁ ଅନୁମତି ଦେଇଥିଲେ ତଥା କେତେକ ହିନ୍ଦୁ ଧାର୍ମିକ ଉତ୍ସବରେ ସେ ନିଜେ ମଧ୍ୟ ଯୋଗ ଦେଇଥିଲେ। ହିନ୍ଦୁ ଏବଂ ମୁସଲମାନ ରାଜକର୍ମଚାରୀମାନଙ୍କୁ ମଧ୍ୟ ସେ ସମାନ ଦୃଷ୍ଟିରେ ଦେଖୁଥିଲେ ତଥା ସମାନ ପରିମାଣରେ ସମ୍ମାନ ଦେଉଥିଲେ। ଭଗବାନ ଦାସ ମାନସିଂହ ତୋଡରମଲଙ୍କ ପରି ଅନେକ ହିନ୍ଦୁ ତାଙ୍କ ପ୍ରଶାସନରେ ମହତ୍ତ୍ୱପୂର୍ଣ୍ଣ ସାମରିକ ଏବଂ ବେସାମରିକ ପଦପଦବୀ ଅଳଙ୍କୃତ କରୁଥିଲେ। ଉଭୟ ସମ୍ପ୍ରଦାୟର ଲୋକେ ଆକବରଙ୍କ ସୈନ୍ୟବାହିନୀରେ ସମାନ ପଦମର୍ଯ୍ୟାଦା ସହିତ ଚାକିରି କରୁଥିଲେ। ହିନ୍ଦୁମାନଙ୍କ ପୂଜାବିଧି ପାଳନ ପାଇଁ ସେ ଅନୁମତି ଦେଇଥିଲେ। ତାଙ୍କ ସମୟରେ ହିନ୍ଦୁଙ୍କ ଘର ମନ୍ଦିର ଲୁଣ୍ଠନ କରିବା, ଧ୍ୱଂସ କରିବା, ଦେବତା ମୂର୍ତ୍ତିଙ୍କୁ ଅସମ୍ମାନ କରିବା ଆଦି ଶୁଣାଯାଇ ନଥିଲା। ବିଚ୍ଛିଦ ଏବଂ ଶାସିତମାନଙ୍କୁ ଧର୍ମଧାରାକୁ ଆକବରଙ୍କ ପରି ସମ୍ବାଦ ଦେବା ଘଟଣା ଇତିହାସରେ ବିରଳ ଅଟେ। ଆକବର ନିଜେ ବିବେକ ଅନୁମୋଦିତ ଯେଉଁ କାର୍ଯ୍ୟକୁ ଉଚିତ ମନେ କରୁଥିଲେ ତାକୁ ସେ କ୍ଷିପ୍ରତାର ସହିତ କାର୍ଯ୍ୟକାରୀ କରୁଥିଲେ। ଧର୍ମାନ୍ଧ, ଧର୍ମଧ୍ୱଜି ଏବଂ ଅନ୍ଧବିଶ୍ୱାସରେ ତାଙ୍କର କୌଣସି ପ୍ରଭାବ ପଡ଼ିପାରୁ ନଥିଲା। ହିନ୍ଦୁ ରାଜାମାନଙ୍କଠାରୁ ସେ ଏକାନ୍ତ ଆନୁଗତ୍ୟ ଚାହୁଁଥିଲେ। ତା ବଦଳରେ ସେ ସେମାନଙ୍କର ସାମାଜିକ, ଧାର୍ମିକ ଏବଂ ଅର୍ଥନୈତିକ ଜୀବନରେ ହସ୍ତକ୍ଷେପ କରୁନଥିଲେ। ଆକବରଙ୍କ ରାଜପୁତ ନୀତିର ଧାରା। ରାଜପୁତମାନଙ୍କର ଆନୁଗତ୍ୟର ପ୍ରତୀକ ସ୍ୱରୂପ ଆକବର ସେମାନଙ୍କ ଉପରେ ଚାରିଗୋଟି ଧାରା ଅଥବା ନିୟମ ଲାଗୁ କରିଥିଲେ। ସେଗୁଡ଼ିକ ଯଥା: ରାଜସ୍ୱ ଆୟକରରେ ରାଜପୁତ ରାଜାମାନେ ଆକବରଙ୍କୁ ଏକ ସ୍ଥିରୀକୃତ ଅର୍ଥ ପ୍ରତିବର୍ଷ ପ୍ରଦାନ କରିବେ। ରାଜପୁତ ରାଜାମାନେ ସ୍ୱାଧୀନ ଭାବରେ ବୈଦେଶିକ ନୀତି ନିର୍ଦ୍ଧାରଣ କରିପାରିବେ ନାହିଁ। ସେମାନେ ନିଜ ନିଜ ମଧ୍ୟରେ କୌଣସି ଗଣ୍ଡଗୋଳର ସମାଧାନ କରିବା ପାଇଁ ସାମରିକ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ ନାହିଁ କିମ୍ବା ଜଣେ ଅନ୍ୟ ଜଣଙ୍କର ରାଜ୍ୟକୁ ଆକ୍ରମଣ କରିପାରିବେ ନାହିଁ। ଆବଶ୍ୟକ ସ୍ଥଳେ ସେମାନେ ସମ୍ରାଟ ଆକବରଙ୍କୁ ସୈନ୍ୟଦଳ ଏବଂ ଅସ୍ତ୍ର ସାହାଯ୍ୟ ଯୋଗାଇ ଦେବେ। ସେମାନେ ନିଜ ନିଜ ରାଜ୍ୟକୁ ସାମ୍ରାଜ୍ୟ ଅଧୀନସ୍ଥ ଗୋଟିଏ ଗୋଟିଏ ପ୍ରଦେଶ ରୂପେ ବିବେଚନା କରିବେ। ନିଜକୁ ସ୍ୱାଧୀନ ଅଥବା ସାର୍ବଭୌମ ମନେ କରିବେ ନାହିଁ। ଉପରୋକ୍ତ ସର୍ତ୍ତଗୁଡ଼ିକରୁ ଜଣାଯାଏ ଯେ ବାଦଶାହ ରାଜପୁତମାନଙ୍କର କେବଳ ନାମକୁ ମାତ୍ର ସମର୍ପଣ ଆଶା କରୁଥିଲେ ତଥା ବାର୍ଷିକ ଖଜଣା ଦେଇ ଶାନ୍ତିରେ ସ୍ୱାଧୀନ ଭାବରେ ନିଜ ନିଜର ରାଜ୍ୟକୁ ଶାସନ କରିବା ପାଇଁ ଚାହୁଁଥିଲେ। ଉକ୍ତ ରାଜ୍ୟଗୁଡ଼ିକ ଜୟ କରି ନିଜ ସାମ୍ରାଜ୍ୟରେ ମିଶାଇବା ପାଇଁ ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା। ସର୍ବଦା ଯୁଦ୍ଧରତ ରାଜସ୍ଥାନକୁ ଉକ୍ତ ରାଜ୍ୟଗୁଡ଼ିକୁ ନିଜ ଛତ୍ର। ଉକ୍ତ ସ୍ୱପ୍ନକୁ ସାକାର କରିବା ପାଇଁ ସେ ରାଜପୁତମାନଙ୍କ ପ୍ରତି କୋହଳ ମନୋବୃତ୍ତି ରଖୁଥିଲେ। ବିଶେଷତଃ ତାଙ୍କ ରାଜପୁତ ନୀତିରେ ସାମ୍ରାଜ୍ୟବାଦୀ ଉଦ୍ଦେଶ୍ୟ ନିହିତ ନଥିଲା। ରାଜପୁତମାନଙ୍କର ଦାବୀ ପୂରଣ। ରାଜପୁତମାନଙ୍କ ଆନୁଗତ୍ୟର ପ୍ରତିବଦଳରେ ଆକବର ସେମାନଙ୍କର କେତୋଟି ଛୋଟ ଛୋଟ ଦାବୀ ପୂରଣ କରୁଥିଲେ। ଉଦାହରଣ ସ୍ୱରୂପ ବୁନ୍ଦିର ସାର୍ବଭୌମତ୍ୱ ପ୍ରଶ୍ନ ଉପରେ ନିଶ୍ଚିତ କରି ନିମ୍ନ ପ୍ରକାରର ଧାରା ଲାଗୁ କରାଯାଇଥିଲା: ବୁନ୍ଦୀ ରାଜ୍ୟର କୌଣସି ରାଜକୁମାରୀ ମୋଗଲମାନଙ୍କ ରାଣୀ ହଂସପୁରରେ ପ୍ରବେଶ କରିପାରିବେ ନାହିଁ। ଜିଜିୟା କରକୁ ଉଚ୍ଛେଦ କରାଯିବ। ନବବର୍ଷ ଉତ୍ସବ ପାଳନ ଅବସରରେ ବୁନ୍ଦୀର କୌଣସି ମହିଳାଙ୍କୁ ଦିଲ୍ଲୀ ପଠାଯିବ ନାହିଁ। ବୁନ୍ଦୀର ରାଜା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଅବାଧରେ ମୋଗଲ ଦରବାରକୁ ପ୍ରବେଶ କରିପାରିବେ। ବୁନ୍ଦୀ ରାଜ୍ୟର ଅଶ୍ୱଗୁଡ଼ିକ ସାମ୍ରାଜ୍ୟର ପ୍ରତୀକ ଚିହ୍ନ ଦିଆଯିବ ନାହିଁ। ଏଥିରୁ ରାଜପୁତମାନଙ୍କ ସହିତ ଶାନ୍ତିର ସହାବସ୍ଥାନ କରିବା ପାଇଁ ଆକବର ଉଦ୍ଦେଶ୍ୟପନ୍ନ ହୋଇଥାଏ। ମୋଗଲମାନଙ୍କ ଦୁର୍ଦ୍ଧର୍ଷ ବାହିନୀ ସହଜରେ ବୁନ୍ଦୀ ପରି ଏକ କ୍ଷୁଦ୍ର ରାଜ୍ୟକୁ ପଦାନିତ କରିପାରିଥାନ୍ତେ, ହେଲେ ଆକବର ସେପରି ନକରି ବନ୍ଧୁତ୍ୱର ହାତ ବଢ଼ାଇ ରାଜାଙ୍କ ହୃଦୟକୁ ଜୟ କରିଥିଲେ। ତେଣୁକରି ଆକବର ବୁନ୍ଦୀ ରାଜ୍ୟଙ୍କର ସମସ୍ତ ସର୍ତ୍ତକୁ ଗ୍ରହଣ କରିଥିଲେ। ମେରୱାରର ରାଣା ପ୍ରତାପ ନିଜ ରାଜ୍ୟର ସ୍ୱାଧୀନତା ପାଇଁ ଜୀବନବ୍ୟାପୀ ଯୁଦ୍ଧ କରିଥିଲେ ହେଲେ ଆକବରଙ୍କ ଆଗରେ ସମର୍ପଣ କରିନଥିଲେ। ସେ ଥିଲେ ଜଣେ ମହାନ ସ୍ୱାଧୀନଚେତା ଜାତୀୟ ବୀର। ଆଗରୁ ରାଜପୁତାନାର ସମସ୍ତ ରାଜା ନିଜ ନିଜର ପ୍ରତିପତ୍ତି ପ୍ରଦର୍ଶନ ପାଇଁ ସର୍ବଦା ଯୁଦ୍ଧରେ ଲିପ୍ତ ରହୁଥିଲେ। ମଣିଷମାନଙ୍କ ଜୀବନ କୌଣସି ପ୍ରକାରେ ସୁରକ୍ଷିତ ନଥିଲା। ସମସ୍ତ ରାଜ୍ୟର ଅଶାନ୍ତି, ମୃତ୍ୟୁଭୟ ସାଥିରେ ଅର୍ଥନୈତିକ ଦୁର୍ଗତି ଲାଗି ରହିଥିଲା। ରାଜପୁତ ରାଜାମାନେ ଭୟରେ ଅଥବା ଯୁଦ୍ଧଭୀରୁ ହୋଇ ଆକବରଙ୍କ ନିକଟରେ ସମର୍ପଣ କରିନଥିଲେ ବରଂ ଅଶାନ୍ତିରୁ ମୁକ୍ତ ପାଇଁ ଶାନ୍ତିରେ ବଞ୍ଚିବା ପାଇଁ ସମର୍ପଣ କରିଥିଲେ। ସେମାନଙ୍କ ଚିନ୍ତାଧାରା ଥିଲା ଗୋଟିଏ ଛତ୍ର ତଳେ ରହିଲେ ଯୁଦ୍ଧ, ଭୟ ଏବଂ ଅଶାନ୍ତି ଦୂରୀଭୂତ ହୋଇଯିବ। ଆକବର ମଧ୍ୟ ସେମାନଙ୍କୁ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ବନ୍ଧୁ ଭାବରେ ଗ୍ରହଣ କରିଥିଲେ। ତାଙ୍କଠୁ ଆକବର କେବଳ ନାମକୁ ମାତ୍ର ସମର୍ପଣ ଚାହୁଁଥିଲେ। ଏହି ପ୍ରକାରେ ତାହା ପ୍ରକାରାନ୍ତରେ ଆକବରଙ୍କ ରାଜସ୍ୱତ୍ୱ ଲୋପ ନୀତି ଥିଲା। ରାଜପୁତମାନଙ୍କ ପ୍ରତି ଆକବରଙ୍କ କୋହଳ ନୀତି। ହିନ୍ଦୁମାନଙ୍କ ପ୍ରତି ଆକବରଙ୍କ କୋହଳ ନୀତି ଅଚିରେ ଫଳବତୀ ହୋଇଥିଲା। ବାସ୍ତବ କ୍ଷେତ୍ରରେ ରାଜପୁତ ରାଜାମାନଙ୍କର ଯୋଗଦାନ ଏବଂ କାର୍ଯ୍ୟକାରିତା ସାମ୍ରାଜ୍ୟକୁ ଶକ୍ତିଶାଳୀ, ସୁଦୃଢ଼, ସମୃଦ୍ଧ ଏବଂ ସମ୍ମାନାସ୍ପଦ କରିଥିଲା। ଆଗରୁ ରାଜପୁତମାନେ ନିଜ ନିଜ ମଧ୍ୟରେ ଯୁଦ୍ଧରେ ଲିପ୍ତ ହୋଇ ଶକ୍ତି, ସାମର୍ଥ୍ୟ, ସମୟ, ଧନଜୀବନର ଅପଚୟ କରୁଥିଲେ। ଆକବର ସେମାନଙ୍କୁ ତାଙ୍କ କଳ୍ପନାର ପୁଂରୂପକ ପୃଥିବୀରୁ ଉଦ୍ଧାର କରି ବାସ୍ତବ ପୃଥିବୀରେ ସେମାନଙ୍କୁ ଶକ୍ତି, ସାମର୍ଥ୍ୟ, ବୀରତ୍ୱ
ଯୁଦ୍ଧ କୌଶଳ, ବୁଦ୍ଧି, ଜ୍ଞାନ, କୂଟନୀତିକୁ ଉପଯୋଗ କରିଥିଲେ। ମୋଗଲ ଏବଂ ରାଜପୁତମାନଙ୍କର ମିଳିତ ବାହିନୀ ଆକବରଙ୍କ ନେତୃତ୍ୱରେ ମହାନ ଓ ବିଶାଳ ମୋଗଲ ସାମ୍ରାଜ୍ୟ ଗଠନ କରିଥିଲା। ରାଜପୁତ ତଥା ଅନ୍ୟାନ୍ୟ ସମସ୍ତ ବର୍ଗର ହିନ୍ଦୁମାନଙ୍କୁ ଆକବର ପ୍ରଦାନ କରିଥିବା ସମ୍ମାନ, ସହଯୋଗିତା ଏବଂ ମମତା ଫଳରେ ଭାରତୀୟ ଉପମହାଦେଶ ଅକଳ୍ପନୀୟ ରାଜନୈତିକ ଏବଂ ପ୍ରଶାସନିକ ଏକତା ସୁଦୃଢ଼ତା ପ୍ରତିଷ୍ଠା କରିଥିଲା। ଉକ୍ତ ସହଯୋଗିତା ଏବଂ ସୌହାର୍ଦ୍ଦ୍ୟତା ଭାରତରେ ଅର୍ଥନୈତିକ ସମୃଦ୍ଧି ଏବଂ ସାଂସ୍କୃତିକ ନବଜାଗରଣ ଆଣିଥିଲା। ହିନ୍ଦୁ ଏବଂ ମୁସଲମାନମାନଙ୍କ ମିଳିତ ସଂସ୍କୃତି ଭାରତୀୟ ବିଚାରଧାରାରେ ନବଯୁଗର ଉନ୍ମେଷ କରି ଭାଇଚାରାର ସୁଦୃଢ଼ ବନ୍ଧନକୁ ଜନ୍ମ ଦେଇଥିଲା। ଆକବରଙ୍କ ହିନ୍ଦୁ ନୀତିକୁ ଉଭୟ ହିନ୍ଦୁ ଏବଂ ମୁସଲମାନମାନେ ସେ ସମୟରେ ଅଦ୍ୟାବଧି ବିବିଧ ରୂପରେ ସମାଲୋଚନା କରି ଆସିଛନ୍ତି। ସେ ଯାହା ହେଉନା କାହିଁକି, ବରଂ ରାଜପୁତମାନଙ୍କର ସ୍ୱାଧୀନତା ଚେତନା ବିଳୀନ ହୋଇ ଯାଇଥିଲା ଏବଂ ଆଲାଉଦ୍ଦିନ ଏବଂ ଶେରଶାହ ସେମାନଙ୍କୁ ପଦାନ୍ୱିତ କରିପାରିନଥିଲେ, ହେଲେ ସେମାନଙ୍କର ହୃଦୟ ଜୟ କରି ଆକବର ନିଜ ଅଧୀନ କରିପାରିଥିଲେ। ତାହା ହିଁ ତାଙ୍କ ପୂର୍ବଜମାନଙ୍କଠାରୁ ଆକବରଙ୍କ ଉନ୍ନତ ହିନ୍ଦୁ ତଥା ରାଜପୁତ ନୀତି ଥିଲା। ଆକବରଙ୍କ ରାଜପୁତ ନୀତିର ଫଳାଫଳ। ଆକବର ଗ୍ରହଣ କରିଥିବା ହିନ୍ଦୁମାନଙ୍କ ପ୍ରତି କୋହଳ ନୀତି ଯୋଗୁଁ ଭାରତର ସଂଖ୍ୟା ଗରିଷ୍ଠ ଥିବା ହିନ୍ଦୁମାନେ ତାଙ୍କୁ ଧର୍ମାନ୍ଧ ବୋଲି ଭାବିନଥିଲେ। ମୋଗଲ ଏବଂ ହିନ୍ଦୁ ତଥା ରାଜପୁତମାନଙ୍କର ମିଳିତ ସହଯୋଗିତା ଉଭୟଙ୍କୁ ଲାଭାନ୍ୱିତ କରିଥିଲା। ସହଯୋଗିତା ଯୋଗୁଁ ମୋଗଲମାନେ ଭାରତର ପରାକ୍ରମୀ, ସାହସୀ ଏବଂ ମହାନ ଯୋଦ୍ଧାମାନଙ୍କ ସେବା ପାଇଥିଲେ। ରାଜପୁତମାନଙ୍କର ଆନୁଗତ୍ୟ ଏବଂ ସମର୍ପଣ ମୋଗଲ ସାମ୍ରାଜ୍ୟର ପ୍ରସାର ଏବଂ ଦୃଢ଼ୀକରଣରେ ବିଶେଷ ସହାୟକ ହୋଇଥିଲା। ଆକବର ମଧ୍ୟ ଆବଶ୍ୟକତା ଏବଂ ସହଯୋଗିତା ଯୋଗୁଁ ହିନ୍ଦୁମାନଙ୍କୁ ମୁସଲମାନ ସାମନ୍ତମାନଙ୍କ ସମକକ୍ଷ କରିଥିଲେ ତଥା ପ୍ରଶାସନିକ ଉଚ୍ଚ ପଦପଦବୀରେ ଅଧିଷ୍ଠିତ କରିଥିଲେ, ଯାହାକି ସେମାନଙ୍କୁ ଆନୁଗତ୍ୟ ପାଇଁ ପ୍ରେରିତ କରିଥିଲା। ରାଜପୁତ ରାଜାମାନେ ନିଜ ଘରଠାରୁ ଅନେକ ଦୂରରେ ମଧ୍ୟ ସେବାରତ ହୋଇଥିଲେ। ଏହାଦ୍ୱାରା ସେମାନଙ୍କ ସାମାଜିକ ପ୍ରତିଷ୍ଠା ଏବଂ ସମ୍ମାନ ବୃଦ୍ଧି କରୁଥିଲା। ମୋଗଲମାନଙ୍କ ସେବା ଯୋଗୁଁ ସେମାନେ ଅଧିକ ଧନରତ୍ନ, ବୀରତ୍ୱ ଏବଂ ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କାର ପାଉଥିଲେ। ପୁନଶ୍ଚ ରାଜସ୍ଥାନରେ ନିଜସ୍ୱ ରାଜ୍ୟ ବ୍ୟତୀତ ବାହାର ଅଞ୍ଚଳଗୁଡ଼ିକ ଜାଗିର ପାଇ ପାରୁଥିଲେ। ଉକ୍ତ ଜାଗିରଗୁଡ଼ିକ ପରିବର୍ତ୍ତନଶୀଳ ଥିଲା, ହେଲେ ରାଜସ୍ଥାନର ଜାଗିର ନାମରେ ମିଳିଥିବା ତାଙ୍କ ନିଜ ରାଜ୍ୟ ପରିବର୍ତ୍ତନଶୀଳ ନଥିଲା, ତାହାର ଓତନ ଜାଗିର କୁହାଯାଉଥିଲା। ଏହି ପ୍ରକାରରେ ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ସେମାନଙ୍କୁ ଆୟ ଅକଳନୀୟ ଥିଲା। ହିନ୍ଦୁମାନେ ଆକବରଙ୍କୁ ନିଜ ସଖା ସମ୍ବନ୍ଧ ତଥା ନିଜ ମଧ୍ୟରୁ ଜଣେ ରୂପରେ ଗ୍ରହଣ କରିଥିଲେ, ତାଙ୍କୁ ଜାତୀୟ ସମ୍ରାଟଙ୍କ ମାନ୍ୟତା ଦେଇଥିଲେ, ତାଙ୍କ ରାଜତ୍ୱରେ ଦୀର୍ଘ ଜୀବନ ଏବଂ ସ୍ଥାୟିତ୍ୱ ପାଇଁ ପ୍ରାର୍ଥନା କରୁଥିଲେ। ହୃଦୟର ସହିତ ସେମାନେ ତାଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିଲେ। ଏପରି ବିଚାରଧାରା ମଧ୍ୟଯୁଗୀୟ ଇତିହାସରେ ଅଭୂତପୂର୍ବ ଥିଲା। କୋହଳ ହିନ୍ଦୁ ନୀତି ଯୋଗୁଁ ଆକବରଙ୍କୁ ସାମଗ୍ରିକ ସମର୍ଥନ ମିଳିଥିଲା। ତାଙ୍କ ସାମ୍ରାଜ୍ୟ ଏକ ସୁଦୃଢ଼ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିଲା, ଯାହାକି ପ୍ରାୟ 150 ବର୍ଷ ପର୍ଯ୍ୟନ୍ତ ଅକ୍ଷତ ଅବସ୍ଥାରେ ତିଷ୍ଠି ରହିଥିଲା। ରାଜପୁତ ରାଜ୍ୟଗୁଡ଼ିକୁ ସେ ସାମ୍ରାଜ୍ୟର ଅଂଶଧାର ରୂପରେ ଗ୍ରହଣ କରୁଥିବାରୁ ସମସ୍ତ ହିନ୍ଦୁ ତାଙ୍କ ଜଣେ ଉତ୍ତମ ବନ୍ଧୁ ରୂପରେ ଗ୍ରହଣ କରିଥିଲେ। ରାଜପୁତମାନଙ୍କୁ ସେ ସୁନାକଡ଼ିରେ ବାନ୍ଧି ରଖୁଥିଲେ ତଥା 7,000 ମନସବଦାର ପରି ଉଚ୍ଚ ପଦବୀରେ ଅଧିଷ୍ଠିତ କରିଥିଲେ। ଆକବର କୋହଳ ନୀତିକୁ ତାଙ୍କ ପୁତ୍ର ଜାହାଙ୍ଗୀର ଏବଂ ପୌତ୍ର ଶାହଜାହାନ ମଧ୍ୟ ଗ୍ରହଣ କରିଥିଲେ। ତାଙ୍କ ପ୍ରପୌତ୍ର ଔରଙ୍ଗଜେବ କୋହଳ ନୀତିକୁ ଉଚ୍ଛେଦ କରିବା ଯୋଗୁଁ ତାଙ୍କ ସମୟରେ ମୋଗଲ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଯାଇଥିଲା। ପ୍ରଜାମାନଙ୍କୁ ପିତୃବତ୍ ପାଳନ ଏବଂ ହିନ୍ଦୁ ଓ ମୁସଲମାନଙ୍କ ପ୍ରତି ସମାନ ନୀତି ପ୍ରଣୟନ ଯୋଗୁଁ ଭାରତ ଇତିହାସରେ ଜଣେ ମହାନ ସମ୍ରାଟର ଆଖ୍ୟା ପାଇପାରିଛନ୍ତି। ସେ ଏକ ପ୍ରକାର ଧର୍ମନିରପେକ୍ଷ ରାଷ୍ଟ୍ର ପ୍ରତିଷ୍ଠା କରିଥିଲେ ତଥା ପ୍ରଶାସନରେ ରାଜପୁତମାନଙ୍କର ଯୋଗଦାନ ଯୋଗୁଁ ତାହା ଜାତୀୟ ସରକାରରେ ପରିଣତ ହୋଇଥିଲା। ଆକବରଙ୍କ ରାଜପୁତ ନୀତିର ସମାଲୋଚନା। ଆକବରଙ୍କୁ ଦିଆଯାଇଥିବା ଜାତୀୟ ବୀର ଅଥବା ଜାତୀୟ ସମ୍ରାଟ ଆଖ୍ୟାକୁ ଆଲିଗଡ଼ର କେତେଜଣ ଐତିହାସିକ ଅସ୍ୱୀକାର କରିଛନ୍ତି। ଇକ୍ତିଦାର ଆଲମ ଖାଁ ଆକବରଙ୍କ ରାଜପୁତ ନୀତିକୁ ବିଶଦ ଭାବରେ ବିଶ୍ଳେଷଣ କରିଛନ୍ତି। ସେ ଉପନୀତ ହୋଇଥିବା ସିଦ୍ଧାନ୍ତଗୁଡ଼ିକ ଆକବରଙ୍କ ମହାନତା, ଉଦାରତା ଏବଂ ତଥାକଥିତ ମହାନ ସମ୍ରାଟ ଆଖ୍ୟାର ବିରୋଧାଚରଣ କରୁଛି। କେଉଁ ଆବଶ୍ୟକତା ଯୋଗୁଁ ଆକବର ରାଜପୁତ ନୀତି ପ୍ରତି କୋହଳ ନୀତି ଗ୍ରହଣ କରିଥିଲେ, ଐତିହାସିକ ଖାଁ ସୂଚିତ କରିଛନ୍ତି। ଦାର୍ଶନିକ ଅଥବା ବୈଦିକ ପ୍ରତିଫଳନ ଅପେକ୍ଷା ଆକବରଙ୍କ କୋହଳ ହିନ୍ଦୁ ନୀତି ଅଧିକ ରାଜନୈତିକ ଥିଲା। ସେ ତାଙ୍କର ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଉପର ଠାଉରିଆ ଭାବରେ ହିନ୍ଦୁମାନଙ୍କ ପ୍ରତି କୋହଳ ନୀତି ଗ୍ରହଣ କରି ରାଜପୁତମାନଙ୍କୁ ହାତବାରିସ ରୂପରେ ବ୍ୟବହାର କରିଥିଲେ। 1560 ଏବଂ 1575 ଖ୍ରୀଷ୍ଟ ମଧ୍ୟରେ ରାଜପୁତ ଏବଂ ଆଞ୍ଚଳିକ ମୁସଲମାନ ଯୋଗ୍ୟ ବ୍ୟକ୍ତିମାନଙ୍କୁ ବହୁ ସଂଖ୍ୟାରେ ମୋଗଲ ପ୍ରଶାସନ ମଧ୍ୟରେ ଭର୍ତ୍ତି କରାଯାଇଥିଲା। ସମୟକ୍ରମେ ସେମାନେ ମୋଗଲ ପ୍ରଶାସନର ପୁରାତନ ତୁରାଣୀ ଏବଂ ଚାଘତାଇ ପ୍ରକୃତିକୁ ଦୂରୀଭୂତ କରିଥିଲେ। ଆକବର ତାହା ହିଁ ଚାହୁଁଥିଲେ। ତାଙ୍କ କାର୍ଯ୍ୟାଳୟଗୁଡ଼ିକ ଅଧିକ ସଂଖ୍ୟକ ରାଜପୁତଙ୍କୁ ଚାକିରି ଦେବା ପାଇଁ ସେ ସ୍ଥାନୀୟ ରାଜପୁତ ଏବଂ ମୁସଲମାନ
ରାଜପୁତମାନଙ୍କ ମଧ୍ୟରେ ବିବାହ ପାଇଁ ଯୋଗାଯୋଗ କରାଉଥିଲେ। ରାଜନୈତିକ ଆବଶ୍ୟକତା ଯୋଗୁଁ ଆକବର ଜିଜିଆ ଏବଂ ଧାର୍ମିକ କରକୁ ଯଥାକ୍ରମେ 1562 ଏବଂ 1564 ଉଠାଇ ଦେଇଥିଲେ। ପ୍ରଫେସର ଆଲାମଙ୍କ ମତରେ ପ୍ରଥମେ ପ୍ରଥମେ ଆକବର ରାଜପୁତମାନଙ୍କୁ ପରାଧୀନ କରିବା ପାଇଁ ବଳ ପ୍ରୟୋଗ କରିଥିଲେ। ରାଜପୁତମାନଙ୍କୁ ଆକ୍ରମଣ କରିବାରେ ସେ ଅନ୍ଧବିଶ୍ୱାସୀ ଏବଂ ପାରମ୍ପରିକ ମୁସଲମାନଙ୍କୁ ସନ୍ତୁଷ୍ଟ କରିପାରିବେ ବୋଲି ଆଶା କରିଥିଲେ, କାରଣ ରୂଢ଼ିବାଦୀ ମୁସଲମାନମାନେ ବିଧର୍ମୀମାନଙ୍କୁ ସର୍ବଦା ପ୍ରଧାନ ତଥା ଗୁଲାମ କରି ରଖିବା ପାଇଁ ଚାହୁଁଥିଲେ। ଏହାର ଜ୍ୱଳନ୍ତ ଉଦାହରଣ ଥିଲା ଚିତ୍ତୋର ପତନ ପରେ ଆକବର ଉକ୍ତ ଘଟଣାକୁ କାଫିରମାନଙ୍କ ବିରୁଦ୍ଧରେ ଇସଲାମର ବିଜୟ ବୋଲି ଘୋଷଣା କରିଥିଲେ। ଉକ୍ତ ଘୋଷଣାର ଏକ ଖବର ରୂପରେ 1568 ମାର୍ଚ୍ଚ ମାସ 9 ତାରିଖରେ ପଞ୍ଜାବର ମୁସଲମାନ ସମ୍ଭ୍ରାନ୍ତମାନଙ୍କ ପାଖକୁ ପଠାଇଥିଲେ, ଯାହାକି ଜଣେ ଅତ୍ୟନ୍ତ ଧର୍ମାନ୍ଧ ମୁସଲମାନ ଶାସନର କାର୍ଯ୍ୟ ମାତ୍ର ଥିଲା। ତାଙ୍କ ପୂର୍ବର ରୂଢ଼ିବାଦୀ ଧର୍ମାନ୍ଧ ସୁଲତାନମାନଙ୍କଠାରୁ ଧର୍ମାନ୍ଧତାରେ ଆକବର କୌଣସି ପ୍ରକାର ଭିନ୍ନ ନଥିଲେ। ଜିଜିଆ କର 1575 ପୁନଃ ଲାଗୁ କରାଯାଇଥିଲା। 1579 ତର୍କପୂର୍ଣ୍ଣ ଧାର୍ମିକ ନୀତି ମହୋଜ୍ଝର ଲାଗୁ କରାଯାଇଥିଲା, ଯାହାକି ଆକବର ଜଣେ ଧର୍ମାନ୍ଧ ଏବଂ କଚ୍ଛଟର ପତ୍ନୀ ମୁସଲମାନ ଥିଲେ ତଥା ହିନ୍ଦୁ ବିରୋଧୀ ଥିଲେ ବୋଲି ସମ୍ପୂର୍ଣ୍ଣ ପ୍ରମାଣିତ କରିଦିଏ। ସମ୍ରାଟ ପ୍ରାୟତଃ ଆଜମେର ଶରୀଫଙ୍କୁ ଯାଉଥିଲେ। ସଲିମ ଚିସ୍ତିଙ୍କ ସହିତ ସମ୍ପର୍କ ରଖିଥିଲେ, ସେମାନଙ୍କୁ ଭକ୍ତି କରୁଥିବା ବେଳେ ମହଦେହାବିଶ-ମାନଙ୍କ ସହିତ ଶତ୍ରୁଭାବାପନ୍ନ ଥିଲେ। ଶୁକ୍ରବାରକୁ ସେ ପ୍ରାର୍ଥନା ପାଇଁ ସାର୍ବଜନୀନ ଛୁଟି ଦିବସ ରୂପରେ ଘୋଷଣା କରୁଥିଲେ। ଉପରୋକ୍ତ ଘଟଣାଗୁଡ଼ିକୁ ପ୍ରମାଣ କରେ ଯେ ଅନ୍ୟାନ୍ୟ ସୁଲତାନଙ୍କ ପରି ଆକବର ଜଣେ ରୂଢ଼ିବାଦୀ ଧର୍ମାନ୍ଧ ଏବଂ ହିନ୍ଦୁ ବିରୋଧୀ ମୁସଲମାନ ସମ୍ରାଟ ଥିଲେ। କୁଚୱାହାଙ୍କ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ରାଜପୁତ ରାଜା ଚିତ୍ତୋର ଦିଗର ପତନ ପରେ ଯାଇ ଆକବରଙ୍କ ଅଧୀନତା ସ୍ୱୀକାର କରିଥିଲେ ଏବଂ ତାଙ୍କ ସେବାରେ ଯୋଗ ଦେଇଥିଲେ। ଏହାର ଅର୍ଥ ଅଟେ ଯେ ରାଜପୁତ ରାଜାମାନେ ଆକବରଙ୍କ ପ୍ରେମ ଓ ମମତା ପାଇଁ ଅଧୀନତା ସ୍ୱୀକାର କରିନଥିଲେ, ବରଂ ତାଙ୍କ ସାମରିକ ଶକ୍ତି ଯୋଗୁଁ ଅଧୀନତା ସ୍ୱୀକାର କରିଥିଲେ। ଏଥିରୁ ପ୍ରମାଣିତ ହୁଏ ଯେ ଆକବରଙ୍କ ଉଚ୍ଚ ପ୍ରଶଂସିତ ଧର୍ମନିରପେକ୍ଷତା ଯୋଗୁଁ ରାଜପୁତମାନେ ତାଙ୍କର ଅଧୀନତା ସ୍ୱୀକାର କରିନଥିଲେ। ହେଲେ 1680 ଖ୍ରୀଃରେ ଆକବରଙ୍କ ଧାର୍ମିକ ବିଚାରଧାରା ପରିବର୍ତ୍ତନ ହୋଇଥିଲା, ତେଣୁ ସେ ଜିଜିଆ ଏବଂ ମହୋଜ୍ଝରକୁ ବାତିଲ କରିଦେଇଥିଲେ। ପ୍ରଶାସନିକ ଅନୁଷ୍ଠାନଗୁଡ଼ିକରେ କ୍ରମବିକାଶ, ଜାବିତ, ମନସବ, ଜାଗିର ଏବଂ ମଦଦ-ଇ-ମାସ। ଆକବର ଜଣେ ଦୂରଦର୍ଶୀ ଶାସକ ଥିଲେ। କୌଣସି ଗୋଟିଏ ବର୍ଗ ଅଥବା ସମ୍ପ୍ରଦାୟର ଲୋକଙ୍କୁ ନେଇ ଶାସନ ପରିଚାଳନା କରିବା ଅପରିଣାମଦର୍ଶୀ ହେବ ବୋଲି ସେ ଅନୁଭବ କରିଥିଲେ। ପୁନଶ୍ଚ ତାହା ସର୍ବଭାରତୀୟ ଶାସନ ବ୍ୟବସ୍ଥା ହୋଇପାରିବ ନାହିଁ ବୋଲି ମଧ୍ୟ ହୃଦୟଙ୍ଗମ କରିଥିଲେ। ତେଣୁକରି ସେ ଶାସନ ପରିଚାଳନା କରିବା ପାଇଁ ସେ ଧର୍ମନିରପେକ୍ଷତା ଘୋଳନି ଭିତରେ ନିୟନ୍ତ୍ରଣ ଏବଂ ସନ୍ତୁଳନ ନୀତି ଗ୍ରହଣ କରିଥିଲେ। ମୁସଲମାନ ରାଜ୍ୟଗୁଡ଼ିକୁ ଜୟ କରି ନିଜ ସାମ୍ରାଜ୍ୟରେ ମିଶାଇ ଦେଇଥିଲେ। ତାଙ୍କ ମତରେ ଦେଶରେ ମାତ୍ର ଗୋଟିଏ ମୁସଲମାନ ରାଜ୍ୟ ରହିବ ଏବଂ ଗୋଟିଏ ପ୍ରକାର ନୀତି ନିୟମ ଅନୁଯାୟୀ ପରିଚାଳିତ ହେବ। ହିନ୍ଦୁମାନଙ୍କ ପାଇଁ ସେ କୋହଳ ନୀତି ଗ୍ରହଣ କରିଥିଲେ, ଏପରିକି ରାଜପୁତମାନଙ୍କୁ ସାମ୍ରାଜ୍ୟର ଅଂଶୀଦାର ରୂପରେ ଅଭିହିତ କରିଥିଲେ। ଦରବାରୀ ସାମନ୍ତଙ୍କ ମଧ୍ୟରେ ଆକବର କ୍ଷମତାର ସନ୍ତୁଳନ ରକ୍ଷା କରିଥିଲେ। ସମସ୍ତ ସମ୍ପ୍ରଦାୟର ସାମନ୍ତମାନଙ୍କ ସ୍ତର ସମାନ ଥିଲା। 1580 ଖ୍ରୀଃରେ ସଙ୍କଟ ପରଠାରୁ ସେ ରାଜପୁତ ସମ୍ଭ୍ରାନ୍ତ ଏବଂ ଯୋଦ୍ଧାଙ୍କ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥିଲେ। ସେ ଯୁଦ୍ଧକ୍ଷେତ୍ର ଏବଂ ପ୍ରଶାସନିକ କ୍ଷେତ୍ରରେ କ୍ଷମତାର ସନ୍ତୁଳନତା ରକ୍ଷା କରୁଥିଲେ। ଆକବରଙ୍କ ସରକାର ଏକ କେନ୍ଦ୍ରୀଭୂତ ରାଜତନ୍ତ୍ର ଥିଲା, ତେଣୁକରି ରାଜାଙ୍କ କ୍ଷମତା ଅସୀମ ଏବଂ ନିରଙ୍କୁଶ ଥିଲା। ଜାବିତ ପଦ୍ଧତି। ଆକବରଙ୍କ ରାଜୁତି କାଳରେ ରାଜା ତୋଡରମଲ ଜାବିତ ଅଥବା ଦଶଲା ପଦ୍ଧତିର ଆରମ୍ଭ 1580-82 ଖ୍ରୀଃରେ କରିଥିଲେ। ପ୍ରତି ବର୍ଷର ରାଜସ୍ୱ ନିର୍ଦ୍ଧାରଣ ଏବଂ ବିଗତ ବର୍ଷର ରାଜସ୍ୱ ବନ୍ଦୋବସ୍ତ ସମ୍ବନ୍ଧରେ ଦେଖାଯାଉଥିବା ସମସ୍ୟାକୁ ବନ୍ଦ କରିବା ପାଇଁ ଏହି ପଦ୍ଧତି ଗ୍ରହଣ କରାଯାଇଥିଲା। ଏହି ପଦ୍ଧତିରେ 10 ବର୍ଷୀୟ ଶସ୍ୟ ବନ୍ଦୋବସ୍ତ ନଥିଲା। ଏହି ପଦ୍ଧତିର ମୌଳିକତ୍ୱ ବିଗତ 10 ବର୍ଷର ହାରାହାରି ଶସ୍ୟ ଦର ଉତ୍ପାଦିତ ଶସ୍ୟ ଉପରେ ଆଧାରିତ ଥିଲା। 10 ବର୍ଷ ମଧ୍ୟରେ ଉତ୍ପାଦିତ ହାରାହାରି ଶସ୍ୟର ଏକ ବିଭକ୍ତ 3 ଅଂଶକୁ ରାଜ୍ୟକୁ ଦିଆଯାଉଥିଲା। ଏହି ପଦ୍ଧତି ଶେରଶାହଙ୍କ ରାଜ୍ୟରେ ପ୍ରଚଳିତ ଥିଲା। ଆକବର ଏହାକୁ ଗ୍ରହଣ କରିଥିଲେ। ଏହି ପଦ୍ଧତି ଆହ୍ଲାବାଦଠାରୁ ଲାହୋର ଏବଂ ଗୁଜରାଟ ଓ ମାଳବ ପ୍ରଦେଶରେ ପ୍ରଚଳିତ ଥିଲା। ଭୂ-ରାଜସ୍ୱ ନିର୍ଦ୍ଧାରଣ। ଉକ୍ତ ପଦ୍ଧତି ବିଶେଷ ଲୋକପ୍ରିୟ ଥିଲା ଏବଂ ଲମ୍ବା ଅବଧି ଯାଏ ପ୍ରଚଳିତ ଥିଲା। 10 ବର୍ଷରେ ଉତ୍ପାଦିତ ଶସ୍ୟ ଏବଂ ମୂଲ୍ୟକୁ ଠିକ୍ ଭାବରେ ବୁଝି ଉଚିତ ଉପାୟରେ ବିଶ୍ଳେଷଣ କରାଯାଉଥିଲା। ଏକ ବାସ୍ତବ ସର୍ବେକ୍ଷଣ ଆଧାରରେ ପ୍ରତ୍ୟେକ ଫସଲ ଉପରେ ଖଜଣା ନିର୍ଦ୍ଧାରଣ କରି ଆଦାୟ କରାଯାଉଥିଲା। ମୋଗଲମାନଙ୍କୁ ସର୍ବେକ୍ଷଣ କରି ପାରୁଥିବା ଅଞ୍ଚଳଗୁଡ଼ିକରେ କେବଳ ଏହି ନୂତନ ପଦ୍ଧତି ଲାଗୁ କରାଯାଇଥିଲା। ବଙ୍ଗଳା ଏବଂ ଗୁଜରାଟ ଏହି ପଦ୍ଧତିରେ ବାହାରେ ଥିଲା। ଜାବିତ ପଦ୍ଧତିଠାରୁ
ତହସଲା ପଦ୍ଧତି ଅଳ୍ପ ଉନ୍ନତ ଥିଲା। ଏହାର ଅନ୍ତର୍ଗତରେ ଜମି 4 ଭାଗରେ ବିଭକ୍ତ କରାଯାଉଥିଲା। ବଞ୍ଜର ଜମି, ଯେଉଁ ଜମିରେ 5 ବର୍ଷରୁ ଅଧିକ କାଳ ଯାଏ ଚାଷ କରାଯାଇ ନଥିଲା। ଚାଷର ଜମି, ଯେଉଁ ଜମିରେ 3-4 ବର୍ଷ ଧରି ଚାଷ ପାଇଁ ଉଦ୍ୟମ ଚାଲୁ ରହିଥିବା। କରାୟତ୍ତି ଭୂମି, ପୁନର୍ବାର ଉର୍ବର ହେବା ପାଇଁ ଯେଉଁ ଜମିକୁ ଛାଡ଼ି ଦିଆଯାଇଥିଲା। ପୋଲାଦ ଜମି, ପ୍ରତିବର୍ଷ ଚାଷ କରାଯାଉଥିବା ଉର୍ବର ଜମି। ପରାଉତି ଏବଂ ଚାଷର ଜମି 3 ପ୍ରକାର ଥିଲା, ଯଥା ଅନୁର୍ବର, ମଧ୍ୟମ, ଉତ୍ତମ ଜମି। ଠିକ୍ ଭାବରେ ଚାଷ କଲାବେଳେ ପୋଲାଦ ଜମି ସହିତ ସମାନ ପରିମାଣର ରାଜସ୍ୱ ପରାଉତି ଜମି ଦେଉଥିଲା। 1570-1580 ଖ୍ରୀଷ୍ଟୀୟ ମଧ୍ୟରେ ଚାଷ ହୋଇଥିବା ପ୍ରତ୍ୟେକ ଭୂମିଖଣ୍ଡର ବାର୍ଷିକ ଆୟର ସର୍ବେକ୍ଷଣ କରାଯାଇ ଉକ୍ତ 10 ବର୍ଷର ହାରାହାରି ଆୟକୁ ହିସାବ କରି ରାଜସ୍ୱ ନିର୍ଦ୍ଧାରଣ କରାଯାଉଥିଲା। ପ୍ରତ୍ୟେକ ବିଘା ଜମି ଉପରେ କେତେ ଟଙ୍କା ରାଜସ୍ୱ ରାଜ୍ୟକୁ ଦିଆଯିବା ହିସାବ କରାଯାଉଥିଲା। ଧୋସଲା ପଦ୍ଧତି ରାଜ୍ୟ ତୋଡ଼ରମଲଙ୍କ ସହିତ ଜଡ଼ିତ ଥିବାରୁ ଏହାକୁ ତୋଡ଼ରମଲଙ୍କ ବନ୍ଦୋବସ୍ତ ପଦ୍ଧତି ମଧ୍ୟ କୁହାଯାଉଥିଲା। ଏହି ରାଜସ୍ୱ ପଦ୍ଧତିକୁ ଶାହଜାହାନ ବହୁଳ ଭାବରେ ପ୍ରଚଳିତ କରିଥିଲେ। ଡେକାନରେ ମଧ୍ୟ ମୁର୍ସିଦ କୁଲି ଖାଁ ମଧ୍ୟ ଏହି ପଦ୍ଧତି ପ୍ରଚଳନ କରିଥିଲେ। ଧୋସଲା ପଦ୍ଧତି ଅନୁଯାୟୀ ସମସ୍ତ ରାଜସ୍ୱ ଟଙ୍କା ଆକାରରେ ଆଦାୟ କରାଯାଉଥିଲା। ଚାଷ ଜମିଗୁଡ଼ିକୁ ସଠିକ୍ ଭାବରେ ମାପ କରାଯାଉଥିଲା। ଦସ୍ତୁର ଅଥବା ଟଙ୍କା ଆକାରରେ ନିର୍ଦ୍ଧାରିତ ରାଜସ୍ୱ ପ୍ରତ୍ୟେକ ଶସ୍ୟ ପାଇଁ ଲାଗୁ କରାଯାଉଥିଲା। ସ୍ଥିର ତଥା ସର୍ବକାଳୀନ ଦସ୍ତୁର ପଦ୍ଧତି ଅନୁଯାୟୀ ରାଜସ୍ୱ ନିର୍ଦ୍ଧାରଣରେ ଦୋନ୍ଦୁଲ୍ୟମାନ ଅଥବା ଅନିଶ୍ଚିତ ସ୍ପର୍ଶ ହିଁ ନଥିଲା। ମାପର ସଠିକତା ଜାଣିବା ପାଇଁ ଜଣେ ଚାହିଁଲେ ସହଜରେ ପୁନର୍ବାର ମାପ ଓ ହିସାବ କରିପାରୁଥିଲା। ସ୍ଥିର ଦସ୍ତୁର ପଦ୍ଧତି ଯୋଗୁଁ ସ୍ଥାନୀୟ ରାଜସ୍ୱ ଅଧିକାରୀମାନେ ସେମାନଙ୍କ କ୍ଷମତା ଅପବ୍ୟବହାର କରିପାରୁ ନଥିଲେ, ତେଣୁକରି ଭ୍ରଷ୍ଟାଚାର ନଗଣ୍ୟ ସ୍ଥାନକୁ ଆସି ଯାଉଥିଲା। ହେଲେ ତୋଡ଼ରମଲଙ୍କ ପ୍ରଣୀତ ଧୋସଲା ପଦ୍ଧତିରେ ମଧ୍ୟ କେତେକ ତ୍ରୁଟି ବିଚ୍ୟୁତ ରହିଯାଇଥିଲା। ଅଧିକାଂଶ ସମୟରେ କୃଷକ ଜାବତି ଦେବା ପାଇଁ ଅକ୍ଷମ ହେଉଥିଲେ। ଫଳସ୍ୱରୂପ ସ୍ଥାନୀୟ ରାଜସ୍ୱ ଅଧିକାରୀ ଉକ୍ତ କୃଷକଙ୍କୁ 1/3 ଉତ୍ପାଦିତ ଶସ୍ୟ ରାଜସ୍ୱ ବାବଦରେ ଜବତ କରି ନେଉଥିଲେ। କୌଣସି ପ୍ରକାର ଦୁର୍ବିପାକ ଯୋଗୁଁ ଫସଲ ଅମଳ ଠିକ୍ ହୋଇ ନଥିଲେ କୃଷକଙ୍କୁ ହିଁ ଉକ୍ତ କ୍ଷତି ଭରଣା କରିବାକୁ ପଡୁଥିଲା। ରାଜସ୍ୱ ଅଧିକାରୀ ପୂରା ରାଜସ୍ୱ ନେବା ପାଇଁ ଜିଦି ଧରି ବସୁଥିଲେ, ଫଳରେ କୃଷକମାନେ ତଳିତଳାନ୍ତ ହୋଇଯାଉଥିଲେ, ଯାହାକି ଦସ୍ତୁର ପଦ୍ଧତିର ଏକ କଳଙ୍କ ଥିଲା। ଅନେକ ସମୟରେ ସ୍ଥାନୀୟ ଜମି ମାପକାରୀ ଅଧିକାରୀମାନେ ମଧ୍ୟ ଲାଞ୍ଚ ନେଇ ମାପରେ କମ୍ କରି ଦେଉଥିଲେ, ଫଳରେ ରାଜ୍ୟରେ ରାଜସ୍ୱ ହାନି ହେଉଥିଲା। ମାପକାରୀ ଦଳକୁ ଏକ ବିଘା ଜମି ମାପ କରିବା ପାଇଁ ସରକାର ଏକ ଦାମ ଦେଉଥିଲେ, ତେଣୁ ଏହି ପଦ୍ଧତି ବ୍ୟୟବହୁଳ ଥିଲା। ସେ ଯାହା ହେଉନା କାହିଁକି, ରାଜା ତୋଡ଼ରମଲଙ୍କ ଜାବତି ଅଥବା ଧୋସଲା ରାଜସ୍ୱ ପଦ୍ଧତିକୁ ସରଳ ଓ ସହଜ କରିବା ସହିତ ଭ୍ରଷ୍ଟାଚାରକୁ ବହୁମାତ୍ରାରେ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା।